ଚାକିରି କରିବା ପାଇଁ ଯୋଗ୍ୟତା ଦରକାର, କିନ୍ତୁ ବେପାର ବା ଧନୀ ହେବା ପାଇଁ ପଇସା ଦରକାର ନାହିଁ। ବୁଝିଲେ, ଚାକିରି କରିବା ପାଇଁ ଆପଣ ଗୋଟେ ପର୍ଟିକୁଲାର ମାନେ କ୍ୱାଲିଫିକେସନ୍ ଦରକାର। ବେପାର ପାଇଁ କ'ଣ ଦରକାର? ବେପାର କରିବା ପାଇଁ ଆଜି ପଞ୍ଚମ କ୍ଲାସ୍ ପାଠ ପଢ଼ୁଥିବା ଲୋକ ଏଇ ଯେଉଁ କରୁଛନ୍ତି ସେମାନେ ତ କୋଟି କୋଟି ଟଙ୍କାର ମାଲିକ। ଆପଣ ଏଇ ପାଖ ଅଞ୍ଚଳରେ ଦେଖୁନାହାନ୍ତି, କୋଟି କୋଟି ଅଞ୍ଚଳ ଲୋକ ତାପରେ ଏଜୁକେଟେଡ଼ ଲୋକମାନେ ତାଙ୍କ ପାଖରେ କାମ କରୁଛନ୍ତି। ହେଲା, ମୁଁ ଉପସଂହାରରେ ଏତିକି କହୁଛି, ଏଇ ଯେଉଁ ପାଟିତୁଣ୍ଡ ଆପଣଙ୍କର କିଛି ଦିନ ପୂର୍ବରୁ ଚାଲିଥିଲା, ଏ ପୁରା ଭିତ୍ତିହୀନ, ମୂଲ୍ୟହୀନ, ସ୍ୱାଦହୀନ, ବର୍ଣ୍ଣହୀନ, ଗନ୍ଧହୀନ। ବୁଝିଲେ, କିଛି ନାହିଁ। ଯେମିତି ଯାତ୍ରା ଚାଲୁଥିଲା ଚାଲୁଛି। 250 ଟଙ୍କା ଯେମିତି ଟିକେଟ୍ ବିକ୍ରି ହେବା କଥା ହେଉଛି, 200 ଟଙ୍କା ହେଉଛି, କିନ୍ତୁ ଏମାନଙ୍କ କଥାକୁ ପୁରା ମିଛ ଭାବନ୍ତି। ଆଉ କ'ଣ କହିବି? ତେଣୁ ପୁରୁଣା ଭେଟେରିଆନ୍ ଆକ୍ଟକୁ ଛାଡ଼ିଦେଲେ ସେ ନମିତା କୁହନ୍ତୁ, ମୁନ୍ନା କୁହନ୍ତୁ, ମାମା ଗୁନୁ କୁହନ୍ତୁ, ଅଜୁ ଅପୁ କୁହନ୍ତୁ, କାହ୍ନା ଟିକି କୁହନ୍ତୁ ବା ବିନୋଦ ବେବିନା କୁହନ୍ତୁ, ଏମାନଙ୍କୁ ଛାଡ଼ିଦେଲା ପରେ ନାଟକ ଏମାନଙ୍କୁ ନ ନେଇକି ହେଇପାରିବନି। କାରଣ ଏମାନେ ଯେମିତି ଧନ୍ୟ ହେବାକୁ ଚାହୁଁଛନ୍ତି, ତାଙ୍କୁ ପଇସା ଦରକାର। ବୁଝିଲେ କି, ତାଙ୍କୁ ଶିକ୍ଷାଗତ ଯୋଗ୍ୟତା କି ଆପଣ ଯେତେ କଲେ ଶିକ୍ଷାଗତ କ୍ୱାଲିଫିକେସନ୍ କାହାର କେତେ ଅଛି କି? ଶିକ୍ଷାଗତ କ୍ୱାଲିଫିକେସନ୍ ତଥାପି ସେ କେମିତି ହେଉଛନ୍ତି? ତେଣୁ ଏଇ ଯେଉଁ ଜିନିଷ ପ୍ରାକଭାସ ଦେଖାଉଛି, ଏମାନଙ୍କର କାହାର ସଂଘ ନାହିଁ, ମୂଳ ନାହିଁ, ଚୂଳ ନାହିଁ, କିଛି ନାହିଁ। ଯିଏ ଯାହା ଚାହିଁଲା ଚାଲିଲା।